ମେଡିକାଲ ବାରଣ୍ଡାରେ ବିକଟାଳ ରଡ଼ି ଛାଡ଼ି ଛାଡ଼ି କାନ୍ଦୁଥିଲା ଏଇ ମା ଜଣକ। ଚିତ୍କାର କରି କାନ୍ଦୁଥିଲା ଭଉଣୀ ଆଉ ପରିବାର ଲୋକଙ୍କ ଆଖିର ଲୁହଗୁଡ଼ା ଯେମିତି ବୋଲ ମାନୁନଥିଲା। ଦୁଃଖ କ'ଣ ଏମିତି ବି ଆସିପାରେ? ଆଖି ସାମ୍ନାରେ ଦୁଇ ଝିଅଙ୍କୁ ହରେଇ ମା କାନ୍ଦୁଥିଲା ବେଳେ ସେପଟେ ଆଉ ଜଣେ ଝିଅକୁ ହରେଇ ପୁରା ପରିବାରକୁ ଆଖିରୁ ଶୁଖୁନଥିଲା ଲୁହ। ହେ କାଳିଆ ସାନ୍ତେ, ତୁ କି ଲୀଳା ଲଗେଇଛୁ? ଏପଟେ ଏଇ ପରିବାରର ସବୁକିଛି ଶେଷ କରିଦେଇ ରଥ ଉପରେ ବସି ଭକ୍ତଙ୍କ ସହ ମଜା କରୁଛୁ। ସେ ବି ତତେ ଦର୍ଶନ କରିବାକୁ ଯାଉଥିଲେ, କେତେ ଖୁସିରେ ଥିଲେ ତତେ ଦର୍ଶନ କରିବେ, ତତେ ତାଙ୍କ ଦୁଃଖ ଜଣାଇବେ। ହେଲେ ସତରେ ତୁ କେତେ ନିଷ୍ଠୁର ହେଇଗଲୁ। ତତେ ଦୁଃଖ ଜଣାଇବା ପୂର୍ବରୁ ତୁ ତାଙ୍କୁ ତୋ ପାଖରେ ପହଞ୍ଚାଇବାକୁ ଦେଲୁନି। ଯଦି ତାଙ୍କ ଦୁଃଖ ଲାଘବ ନ କରିପାରିଥାନ୍ତୁ, ଚୁପଚାପ ରହିଯାଇଥାନ୍ତୁ। ଏ ଦୁନିଆରୁ କାହିଁକି ସବୁଦିନ ପାଇଁ ବିଦା କରିଦେଲୁ? କ'ଣ ପାଇଁ ଦୁଇଟା ମାଆଙ୍କ ଠାରୁ ତାଙ୍କ ଝିଅକୁ ଛଡ଼େଇ ନେଲୁ? କ'ଣ ପାଇଁ ଭାଇ ପାଖରୁ ତା ଭଉଣୀକୁ ଛଡ଼େଇ ନେଲୁ? କ'ଣ ପାଇଁ ଆଜି ଏ ପରିବାରକୁ ଏତେ ଦୁଃଖ ଦେଲୁ? କ'ଣ ଭୁଲ ଥିଲା ତାଙ୍କର? କ'ଣ ତତେ ଦର୍ଶନ କରିବାକୁ ଯିବା ତାଙ୍କର ଭୁଲ ଥିଲା? ନା ତୋ ରଥଯାତ୍ରାରେ ରଥ ଉପରେ ତୋ କଳା ବଦନ ଦେଖିବାକୁ ଯିବା ତାଙ୍କର ଭୁଲ ଥିଲା? ରଥରେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଉଥିବା ଘରର ବଢ଼ିଲା ଝିଅମାନଙ୍କ ସହିତ ଯେ ଏମିତି କିଛି ଘଟିବ କିଏ ବା ଜାଣିଥିଲା ଆଜ୍ଞା? ରଥଯାତ୍ରା ଦେଖିବାକୁ ସ୍କୁଟିରେ ଯାଉଥିବା ସେଇ ଯୁବତୀମାନଙ୍କର ଯେ ଏଇଟା ଶେଷ ଯାତ୍ରା ହେବ କୋଉ ମା ବା ଜାଣିଥିଲା ଆଜ୍ଞା? ହୁଏତ ଯଦି ଆଗରୁ ଜାଣିପାରିଥାନ୍ତା କ'ଣ ତା ଝିଅକୁ ସେ ଛାଡ଼ିଥାନ୍ତା? ତତେ ଦର୍ଶନ କରିବାକୁ ଯାଇଥିବା ଭକ୍ତ ବି କାନ୍ଦୁଛନ୍ତି, ଆଉ ଏଠି ହସ୍ପିଟାଲ ବାରଣ୍ଡାରେ କାନ୍ଦୁଥିବା ମା ବି ତୋର ଜଣେ ଭକ୍ତ। କିନ୍ତୁ ଫରକ କ'ଣ ଜାଣିଛୁ? ତତେ ଦର୍ଶନ କରି କାନ୍ଦୁଥିବା ଭକ୍ତମାନେ ତତେ ଦର୍ଶନ କରି ଖୁସିର ଆଖିର ଲୁହକୁ ଅଟକେଇ ପାରୁନାହାନ୍ତି। ଆଉ ଏଠି ମେଡିକାଲ ବାରଣ୍ଡାରେ କାନ୍ଦୁଥିବା ଭକ୍ତମାନେ ତତେ ଦର୍ଶନ କରିବାକୁ ଯାଇଥିବା ତାଙ୍କ ପିଲାମାନଙ୍କୁ ହରେଇ କାନ୍ଦୁଛନ୍ତି। ସତ କହିଲୁ, ତତେ କ'ଣ ଦୁଃଖ ଲାଗୁନି? କେମିତି ଛାତି ପିଟି ପିଟି କାନ୍ଦୁଛନ୍ତି ପରିବାର ଆଉ ପ୍ରିୟଜନ। ସେଇ ରାସ୍ତାରେ ଯାଉଥିବା ଅଜଣା ଅଚିହ୍ନା ଯିଏ ଦେଖୁଛି ନିଜ ଲୁହକୁ ଅଟକେଇ ପାରୁନି। ହେଲେ ତୁ କେମିତି ସହିପାରୁଛୁ? କାଲି ତୁ ପହଣ୍ଡି ହେଇ ଆଡ଼ପ ମଣ୍ଡପ ବିଜେ କରିବୁ, ଆଉ ଚିର ନିଦ୍ରାରେ ଶୋଇଥିବା ଏଇ ଝିଅମାନଙ୍କ ଶରୀର ପଞ୍ଚଭୂତରେ ଲୀନ ହେବ। ତୁ ବୁଲିବାକୁ ଆସି କେତେ କ'ଣ ଖାଇବୁ, କେତେ ମଜା କରିବୁ, ହେଲେ ଏମାନଙ୍କୁ ହରେଇ ତାଙ୍କ ପରିବାର ଦୁଃଖରେ ଖାଲି କାନ୍ଦୁଥିବେ। ତତେ କେତେ ଲୋକ ଦର୍ଶନ କରିବାକୁ ଆସିବେ, ଆଉ ଏମାନଙ୍କୁ କେତେ ଲୋକ ଶେଷ ଦର୍ଶନ କରିବାକୁ ଆସିବେ। ହେଲେ ଫରକ କ'ଣ ଜାଣିଛୁ? ତତେ ଦର୍ଶନ କରିବାକୁ ଆସୁଥିବା ଲୋକମାନେ ଖୁସି ହେଇଯିବେ, ଆଉ ଏମାନଙ୍କୁ ଦର୍ଶନ କରିବାକୁ ଆସୁଥିବା ଲୋକମାନେ କାନ୍ଦି କାନ୍ଦି ଯିବେ। ତୁ 9 ଦିନରେ ବାହୁଡ଼ି ଯିବୁ ତୋ ରତ୍ନ ସିଂହାସନକୁ, ହେଲେ ଏମାନେ ତାଙ୍କ ମା କୋଳକୁ କେବେ ବି ଆଉ ବାହୁଡ଼ିବେନି। ଦର୍ଶକ ବନ୍ଧୁ, ଇଏ ହେଉଛି ସେଇ କାଳିଆ ସାନ୍ତେ ଯାହାକୁ ଦର୍ଶନ କରିବାକୁ ଯାଇ ଆଜି ଚାଲି ଯାଇଛି ତିନିଟା ଝିଅଙ୍କ ଜୀବନ। ସ୍କୁଟିରେ ଜଗା ଦର୍ଶନ କରିବାକୁ ପୁରୀ ଯାଉଥିବା ରିମଝିମ୍, ଏଲିନା ଆଉ କାଜଲ ସବୁଦିନ ପାଇଁ ଆରପାରିକୁ ଚାଲି ଯାଇଛନ୍ତି। ଜଗାକୁ ତ ଦର୍ଶନ କରିପାରିଲେନି, ହେଲେ ଜୀବନ ଯୁଦ୍ଧରେ ହାରିଯାଇ ଅପେରା ରାଇଜର ଅତିଥି ହେଇଯାଇଥିଲେ। ସ୍କୁଟିରେ ଯାଉଥିଲା ବେଳେ ପିପିଲ ନିକଟରେ ଆମ ବସ୍ ଏମାନଙ୍କ ଉପରେ ଚଢ଼ି ଯାଇଥିଲା। କାହାର ମୁଣ୍ଡ ଉପରେ ଚଢ଼ି ଯାଇଥିଲା, ତ କାହାର ଛାତି ଉପରେ ଚଢ଼ି ଯାଇଥିଲା, ତ ଆଉ କାହାର ଅନ୍ତ ବୁଜୁଳା ବାହାର କରିଦେଇଥିଲା। ଏତେ ସବୁ ପରେ ବି ସେ ବସ୍ ସେଠାରୁ ଫେରାର ହୋଇଯାଇଥିଲା। ପୋଲିସ ପହଞ୍ଚି ତଦନ୍ତ କରୁଥିଲା ବେଳେ ମେଡିକାଲ ପରିସରରେ ଦେଖିବାକୁ ମିଳିଥିଲା ଶୋକାକୁଳ ପରିବେଶ। ଆଉ ଏଇ ବୁକୁଫଟା ଚିତ୍କାରକୁ ଯିଏ ଦେଖୁଥିଲା ନିଜର ଆଖିର ଲୁହଗୁଡ଼ା ଆପେ ଆପେ ବାହାରକୁ ଆସିଯାଉଥିଲା। କାହାର ଭୁଲ ଥିଲା, ଏସବୁ କେମିତି ହେଲା ତାହା ତ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ। କିନ୍ତୁ ରଥଯାତ୍ରା ସମୟରେ ଯେଉଁଭଳି ରାସ୍ତା ଭିଡ଼ ଥିଲା, ବସ୍ ଡ୍ରାଇଭର ଦ୍ରୁତ ଗତିରେ ବସ୍ ଚଳାଇବା କେତେ ଦୂର ଠିକ୍ ଥିଲା? ଟିକେ ଯଦି ସତର୍କ ହେଇ ଗାଡ଼ି ଚଳାଇଥାନ୍ତେ ତାହେଲେ ହୁଏତ ଏ 3 ଜଣଙ୍କ ଜୀବନ ବୋଧେ ବଞ୍ଚି ଯାଇପାରିଥାନ୍ତା। ଦର୍ଶକ ବନ୍ଧୁ, ଆପଣମାନେ ଆପଣଙ୍କ ବିଚାର କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।